So, gut health is a very important in all diseases. ଯେମିତି constipation is mother of all diseases. So, maintaining gut health is very important to get a good health. gut health ମାନେ କ'ଣ ନା ଆମ ଖାଦ୍ୟ ନଳୀଟାକୁ ଆମେ କେତେ ପରିଷ୍କାର ରଖୁଛୁ ଏବଂ ସେ ଖାଦ୍ୟ ନଳୀ ପରିଷ୍କାର ରଖିବାର ପ୍ରଥମ ଜିନିଷ ହେଉଛି ସଫା କରିବା ଜରୁରୀ। ଯେମିତି ପାଇପ୍ଟା ଜାମ୍ ହେଇଛି ତାକୁ ସଫା କରିବା ପାଇଁ ହେଲେ ପ୍ରଥମେ ତାକୁ ଆପଣ କାଦ ଫାଦ ଯାହା ତାକୁ ସଫା କରିବା ପାଇଁ ପଡ଼ିବ ମେସିନ୍ ଲଗେଇ ସକ୍ସନ୍ ଲଗେଇ ତାପରେ ଆପଣ ନର୍ମାଲ ପାଣି ଦେଲେ ପାଣି ଯିବ। ସେମିତି ଆମ ଖାଦ୍ୟ ନଳୀଟା ଗୋଟେ ପାଇପ୍ଟା, ତ ତାକୁ ସଫା କରିବାର ଦୁଇଟା ବାଟ ଅଛି। ଗୋଟେ ହେଉଛି ବସ୍ତି ଆଉ ଗୋଟେ ହେଉଛି ଧୌତି। ଗୋଟେ ହେଉଛି କୁଞ୍ଜଳ କ୍ରିୟା ବା ବମନ ଧୌତି ଯେଉଁଟା ଅପର ଜିଆଇଟା କ୍ଲିନିଂ ହେବ, ଆଉ ଗୋଟେ ହେଉଛି ଏନିମା ଥେରାପି, ହେଲା କି। ତ ଏନିମା ଥେରାପି ନେଲେ ଆମର ଲୋଅର ଜିଆଇଟା କ୍ଲିନ୍ ହେବ ଏବଂ ଥରେ କ୍ଲିନ୍ ହେଲା ପରେ ହିଁ ଆପଣ ଯଦି ରାଇଟ୍ କାଇଣ୍ଡ ଅଫ୍ ଡାଏଟ୍ ନେବେ ତାହେଲେ ଯାଇକି ସେଇଟା କାମ ଦେବ ବା ଅପଟିମାଲ୍ ଫଙ୍କସନ୍ ଆସିବ ବା ଆପଣଙ୍କର ଏନି ଡିଜିଜ୍ ସୁଗର ବା ଆର୍ଥ୍ରାଇଟିସ୍ ଯାହା ବି ହେଉ, ଯଦି ଖାଦ୍ୟ ନାଳୀ ସଫା କରୁଛନ୍ତି ଆପଣଙ୍କର ସିମ୍ପଟୋମାଟିକ୍ ରିଲିଫ୍ ମଧ୍ୟ ହେବ ଏବଂ ସୁଗର କଣ୍ଟ୍ରୋଲରେ ମଧ୍ୟ ଆସିବ। ତ ସେଥିପାଇଁ ଆପଣଙ୍କୁ ଷ୍ଟ୍ରିକ୍ଟଲି ଖାଦ୍ୟ ନାଳୀ ସଫା କରିବା ଜରୁରୀ। ସେଥିରେ ଲାଜ ଶରମ ଏଥିରେ କିଛି ନାହିଁ। ଯେମିତି ଆମେ ଆମ ମୁହଁକୁ ସଫା କରୁଛୁ, ହେଲା କି ସବୁଦିନ ସକାଳୁ ଉଠିବା ମୁହଁ ସଫା କରୁଛୁ ନା କରୁନୁ, ସେମିତି ଆମ ଖାଦ୍ୟ ନଳୀ ସଫା ହେବା ଜରୁରୀ। ସପ୍ତାହରେ ଥରେ ଖାଦ୍ୟ ନଳୀ ସଫା ହେବା ଜରୁରୀ ଯଦି ଆମେ ଚାହୁଁଛୁ ହୋଲିଷ୍ଟିକ୍ ୱେରେ ସୁସ୍ଥ ରହିବା ପାଇଁ, ହେଲା କି। ଏବଂ ଏଇ ପ୍ରୋସିଡର ଫଲୋ କରିକି ଆମ ମନି ଋଷିମାନେ ଶହ ବର୍ଷ ବଞ୍ଚୁଥିଲେ, ଅର୍ଥାତ୍ ବଡ଼ିର ଲଙ୍ଗେଭିଟି ବଢ଼ି ଯାଉଥିଲା। ଯେତେ ଖାଦ୍ୟ ଯେମିତି ଗାଡ଼ିକୁ ସର୍ଭିସିଂ କଲେ ରେଗୁଲାର ସର୍ଭିସିଂ କଲେ ଗାଡ଼ିର ଯେମିତି ଲଙ୍ଗେଭିଟି ବଢ଼ିବ, ସେମିତି ବଡ଼ିର ସର୍ଭିସିଂ ଜରୁରୀ। ଏବଂ ସେ ସର୍ଭିସିଂଟା ହେଉଛି ଆମର ଯେଉଁ ନେତି ଧୌତି ଯେଉଁ ସର୍ଟ କର୍ମ, ସେଇଟା ହେଉଛି ବଡ଼ିର ସର୍ଭିସିଂ। ତ ବଡ଼ିକୁ ଆମେ ସର୍ଭିସିଂ ସପ୍ତାହରେ ଥରେ କରିବା, ବା ଯେଉଁ ସପ୍ତାହରେ କରିପାରେ ଆଟଲିଷ୍ଟ ମାସରେ ଥରେ କରନ୍ତୁ, କିନ୍ତୁ କରନ୍ତୁ। ତ ଖାଦ୍ୟ ନଳୀ ସଫା କରିବା ବହୁତ ଜରୁରୀ ଏବଂ ତାପରେ ରାଇଟ୍ କାଇଣ୍ଡ ଅଫ୍ ଡାଏଟ୍ ନେବା। ଏବଂ ଏଇଟା ମଡ଼ର୍ଣ୍ଣ ମେଡ଼ିସିନରେ ମଧ୍ୟ ଆମର ଆଲୋପାଥିରେ ମଧ୍ୟ ସେଟାକୁ ମଧ୍ୟ ମାନେ ଆଡ଼ମିଟ୍ କରାହେଇଛି ଯେ ଆମର ଗଟ୍ ସହିତ ଆମ ଖାଦ୍ୟ ସହିତ ଖାଦ୍ୟ ନଳୀ ସହିତ ଆମ ବ୍ରେନ୍ର ରିଲେସନ୍ ଅଛି, ହେଲା କି। ଏବଂ ସେଇଟାକୁ କହୁଛନ୍ତି ଗଟ୍ ବ୍ରେନ୍ ଏକ୍ସିସ୍। ଖାଦ୍ୟ ଖରାପ ହେଇଗଲେ ମୁଣ୍ଡ ବିଗିଡ଼ିଯିବ, ଖାଦ୍ୟ ଠିକ୍ ରହିଲେ ମୁଣ୍ଡ ଠିକ୍ ରହିବ, ହେଲା କି। ଏବଂ ଆମ ବ୍ରେନ୍ ଯେଉଁ କାମ କରୁଛି, ଯେଉଁଟା ପ୍ରଥମରେ ମଧ୍ୟ କହିଥିଲି ଯେ ଆମର ନ୍ୟୁରୋ ଟ୍ରାନ୍ସମିଟର ଯେଉଁଗୁଡ଼ା ଅଛନ୍ତି, ବିଭିନ୍ନ ପ୍ରକାର ନ୍ୟୁରୋ ଟ୍ରାନ୍ସମିଟର ସେମାନେ ଟ୍ରାନ୍ସମିଟ୍ କରିକି ଇନଫର୍ମେସନ୍ ଗୁଡ଼ାକୁ ଆମ ବ୍ରେନ୍ଟାକୁ ଫଙ୍କସନିଂ କରୁଛନ୍ତି। ଏବଂ ସେଥିରେ ଆଡ୍ରେନାଲିନ୍ ଅଛି, ନର ଆଡ୍ରେନାଲିନ୍ ଅଛି, ଡୋପାମାଇନ୍ ଅଛି। ଏ ସବୁ ଗୁଡ଼ିକର ସିନ୍ଥେସିସ୍ ହେଉଛି ଖାଦ୍ୟ ନଳୀରୁ, ହେଲା କି। ଏସବୁର ସିନ୍ଥେସିସ୍ ହେଉଛି ଖାଦ୍ୟ ନଳୀରୁ। ତ ସେଥିପାଇଁ ଏ ବହୁତ ଜରୁରୀ ଆପଣଙ୍କର ଖାଦ୍ୟ ନଳୀକୁ ପରିଷ୍କାର ରଖିବା, ସଫା ରଖିବା ଏବଂ ରାଇଟ୍ କାଇଣ୍ଡ ଅଫ୍ ଡାଏଟ୍ ନେବା। ଯେମିତି ଆମେ ଆପଣଙ୍କୁ ଡିଟକ୍ସ ଜୁସ୍ଟା ଦେଉଛୁ ସକାଳେ, ତାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଯେ ଖାଦ୍ୟ ନଳୀଟାକୁ ସଫା କରିବା। କିଛି ନହେଲେ ମଧ୍ୟ ୟୁ କ୍ୟାନ୍ ଟେକ୍ ୱାର୍ମ ୱାଟର, ଉଷୁମ ପାଣି ବି ଯଦି ଆପଣ ପିଉଛନ୍ତି ସକାଳୁ ଉଠିକି, ଯଦି କିଛି ପାରୁନାହାନ୍ତି, ଯଦି ଆପଣ ଗ୍ରୀନ୍ ଜୁସ୍ ନେଇପାରୁନାହାନ୍ତି, ଡିଟକ୍ସ ଜୁସ୍ ନେଇପାରୁନାହାନ୍ତି, ହେଲା କି। ଆଉ ଗୋଟେ ନିମ ଆଉ ହଳଦୀର ଟ୍ୟାବଲେଟ୍ ଆମେ ଆପଣଙ୍କୁ ଦେଇଥିଲୁ କ୍ୟାମ୍ପ ବେଳେ। ସେ ନିମ ହଳଦୀ ମଧ୍ୟ ଖାଦ୍ୟ ନଳୀର ସଫା କରେ। ରାତିରେ ଶୋଇଲା ବେଳେ ତ୍ରିଫଳା ଜୁସ୍ ପିଇବେ, ସେଇଟା ଖାଦ୍ୟ ନଳୀ ସଫା କରିବ, ବଡ଼ିର ହଜମ ଶକ୍ତି ବଢ଼ାଇବ, ହେଲା କି। ଏବଂ ତାପରେ ଆସିଲା ଆପଣଙ୍କର ଯେଉଁ ଗ୍ରୀନ୍ ଜୁସ୍ଟା ମଧ୍ୟ ମେନ୍ ଏମ୍ ରହୁଛି ଗ୍ରୀନ୍ ଜୁସ୍ ପିଇବାର। ତ ଇଟ୍ ୱିଲ୍ କ୍ଲିନ୍ ୟର୍ ଗଟ୍, ଖାଦ୍ୟ ନଳୀଟାକୁ ସଫା କରିବ ଆଉ ଷ୍ଟ୍ରେଙ୍ଗଦେନିଂ କରିବ। ତ ଖାଦ୍ୟ ନଳୀକୁ ସଫା ରଖିବା ବହୁତ ଜରୁରୀ ଏବଂ ତାକୁ ଆମେ ଫ୍ରିକୁଏଣ୍ଟଲି ଖାଦ୍ୟ ନଳୀକୁ ସଫା ରଖିବା ଏବଂ ତାପରେ ଯାଇକି ଆମେ ରାଇଟ୍ କାଇଣ୍ଡ ଅଫ୍ ଡାଏଟ୍ ନେଲେ। ରାଇଟ୍ କାଇଣ୍ଡ ଅଫ୍ ଡାଏଟ୍ ମାନେ ଲୋ କାର୍ବ ଡାଏଟ୍, ଅଧିକ ଭେଜିଟେବୁଲ୍ସ ନେବା, ଅଧିକ ର ଭେଜିଟେବୁଲ୍ସ ଖାଇବା, ସାଲାଡ଼ ଜାତୀୟ ଖାଦ୍ୟ ଖାଇବା। ତ ସେଗୁଡ଼ିକ ଅଧିକ ଖାଦ୍ୟ ଖାଇଲେ ସେଇଟା ମଧ୍ୟ ଖାଦ୍ୟ କ୍ଲିନସିଂରେ ହେଲ୍ପ କରିବ। ଶାଗ, ଆପଣଙ୍କ ଡାଏଟ୍ରେ ସବୁଦିନ ମେଞ୍ଚେ ଶାଗ ରହିବ। ଏନି ଶାଗ, ସଜନା ଶାଗ ହେଉ, ସୁନସୁନି ଶାଗ ହେଉ, ବିଭିନ୍ନ ପ୍ରକାର ଶାଗ ଅଛି। ତ ସବୁ ପ୍ରକାର ଶାଗ ଯେମିତି ଆପଣ ସବୁଦିନ ଖାଉଥିବେ। ସମସ୍ତେ ଖାଉଛନ୍ତି ନା ଖାଉନାହାନ୍ତି ଶାଗ, ହେଲା କି। ତ ସବୁଦିନ ଚଟଣି ଟିକେ ଆପଣଙ୍କର ରହିବ, ହେଲା କି।
ଟିକେ ଆପଣଙ୍କର ଆଚାର ଟାଇପ୍ର ଖାଦ୍ୟ ରହିବ ଯେଉଁଟାକି ହଜମରେ ସାହାଯ୍ୟ କରିବ। ଆଚାର ଆଚାର ଜିନିଷଟା ଆପଣଙ୍କର ଖାଦ୍ୟ ହଜମରେ ସାହାଯ୍ୟ କରେ। ତ ଏମିତି ଆମର ଖାଦ୍ୟ କେମିତି ହଜମ ହେବ ଏବଂ ଖାଦ୍ୟ ବଡି କେମିତି ସେଟାକୁ ଖାଦ୍ୟ ନଳୀ କେମିତି ତାକୁ ସଫା କରିବ ଏବଂ ପୁରା ଆମର ବଡ଼ିଟା ଡିଟକ୍ସ କେମିତି ହେବ ସେଇ ଜିନିଷରେ ଆମେ ରେସ୍ପନ୍ସିବିଲିଟି ନେବା ଏବଂ ଦାୟିତ୍ୱ ନେବା। ନିଜେ ଦାୟିତ୍ୱ ନ ନେଲେ ହେବନି। ସୋ ସ୍ଲାଇଡ୍ ଭିଜିବୁଲ୍ ଅଛି, ସମସ୍ତଙ୍କୁ ଦେଖାହେଉଛି? ସ୍ଲାଇଡ୍ ଦେଖାହେଉଛି ସମସ୍ତଙ୍କୁ? ସୋ ଗଟ୍ ହେଲ୍ଥ ଇନ୍ ଡାଇବେଟିସ୍ ରିଭର୍ସାଲ। ସୋ ଖାଦ୍ୟ ନଳୀକୁ ଆମକୁ ସଫା ରଖିବା ଦରକାର ବା ତାକୁ ସୁସ୍ଥ ରଖିବା ଦରକାର। ଡିଜିଜ୍ ରିଭର୍ସାଲ ବା ଡାଇବେଟିସ୍ ରିଭର୍ସାଲରେ ଖାଦ୍ୟ ନଳୀ ସଫା ରଖିବା ବହୁତ ଜରୁରୀ। ଏବଂ ଯେଉଁଟା ମୁଁ କହିଲି ଯେ ଖାଦ୍ୟ ନଳୀ ଯେଉଁ ଆମର ଅଛି ସେଇଟା ଯେମିତି ଆମର ଇଣ୍ଟେଷ୍ଟାଇନ୍ଟା ଯେମିତି ଯେଉଁ ପ୍ୟାଟର୍ନରେ ଆମ ନ୍ୟୁରନ୍ ଗୁଡ଼ା ମଧ୍ୟ ସେଇ ପ୍ୟାଟର୍ନର। ତ ସେଥିପାଇଁ ଆମର ଇଣ୍ଟେଷ୍ଟାଇନ୍ ବା ସ୍ମଲ୍ ଇଣ୍ଟେଷ୍ଟାଇନ୍କୁ ସେକେଣ୍ଡ ବ୍ରେନ୍ ବୋଲି କୁହାଯାଏ। ଦିସ୍ ଇଜ୍ ଆୱାର ଫାଷ୍ଟ ବ୍ରେନ୍, ଯେଉଁଟାକି ଆମ ସ୍କଲ୍ ଭିତରେ ମୁଣ୍ଡ ଭିତରେ ଅଛି। ଦିସ୍ ଇଜ୍ ଆୱାର ଫାଷ୍ଟ ବ୍ରେନ୍। ବଟ୍ ଆମର ଇଣ୍ଟେଷ୍ଟାଇନ୍କୁ ଯଦି ଦେଖିବେ, ଦିସ୍ ଇଜ୍ ଅଲସୋ ବ୍ରେନ୍ ଲାଇକ୍ ଷ୍ଟ୍ରକ୍ଚର। ସୋ ଦିସ୍ ଇଜ୍ କଲ୍ଡ ସେକେଣ୍ଡ ବ୍ରେନ୍। ଦିସ୍ ଇଜ୍ କଲ୍ଡ ସେକେଣ୍ଡ ବ୍ରେନ୍। ତେଣୁ ଆମେ ରେସ୍ପେକ୍ଟ ଦେବା ଆମ ଖାଦ୍ୟ ନଳୀକୁ। ଯାହା ଇଚ୍ଛା ତାକୁ ଖାଇଦେଲେ ହେବନି। ବିଶେଷ କରି ଇରିଟାଣ୍ଟ ଯେଉଁଗୁଡ଼ା, ବିଶେଷ କରି ଯାହା ନେଚୁରୋପାଥି କହୁଛି ଯେ ଏନିମାଲ୍ ପ୍ରୋଟିନ୍, ସୁଗର, ଏଗୁଡ଼ା ହେଉଛନ୍ତି ଇରିଟାଣ୍ଟ। ଏଗୁଡ଼ା ଆପଣଙ୍କର ଖାଦ୍ୟ ନଳୀକୁ ଡ୍ୟାମେଜ୍ କରିବେ। ଲଙ୍ଗ ଟର୍ମରେ ଆପଣଙ୍କର ଏନିମାଲ୍ ପ୍ରୋଟିନ୍ ଆଉ ସୁଗର ଏଗୁଡ଼ିକ ଡ୍ୟାମେଜ୍ କରିବେ ଖାଦ୍ୟ ନଳୀକୁ। ତ ସେଥିପାଇଁ ସ୍ମଲ୍ ଇଣ୍ଟେଷ୍ଟାଇନ୍ ହେଉଛି ଆମର ବ୍ରେନ୍, ହେଲା କି ସେକେଣ୍ଡ ବ୍ରେନ୍। ତ ସେକେଣ୍ଡ ବ୍ରେନ୍କୁ ଆମେ ରେସ୍ପେକ୍ଟ ଦେବା ଏବଂ ଆମେ ଡାଏଟ୍କୁ ଆମେ ମେଟିକୁଲସଲି ଚୁଜ୍ କରିବା। ମନ ଇଚ୍ଛା ଖାଇଦେଲେ ହେବ ନାହିଁ। ୟୁ ୱିଲ୍ ଗେଟ୍ ଡିଜିଜ୍। ଏବଂ ତାପରେ ମଧ୍ୟ କହୁଛନ୍ତି ଯେତେବେଳେ ଡ୍ୟାମେଜ୍ ହେଇଯିବ, ଆମର ଆଲୋପାଥିରେ ମଧ୍ୟ ଏ ଜିନିଷ କୁହାହେଉଛି ଗଟ୍ କେୟାରରେ, ଯେ ଯେତେବେଳେ ବଡ଼ି ଆପଣଙ୍କର ଡ୍ୟାମେଜ୍ ହେଇଯିବ, ଏଇ ଯେଉଁ ଆମର ଗୋଟେ ବେରିୟର ଅଛି, ସେ ବେରିୟରଟା ଯେତେବେଳେ ଭାଙ୍ଗିଯିବ, ଟକ୍ସିନ୍ ଗୁଡ଼ାକ ଆମର, ଏଇଟା ହେଉଛି ଗଟ୍ ଲିକ୍ ହେଇଗଲେ ଟକ୍ସିନ୍ ଗୁଡ଼ାକ ଆମର ବ୍ଲଡ଼ ଭେସେଲକୁ ପଳାଇ ଆସିବ ଏବଂ ସେଗୁଡ଼ା ପଳାଇ ଆସିଲା ପରେ ଆମର ବିଭିନ୍ନ ଜାଗାରେ ଯେଉଁ ଜାଗାରେ ସେ ଟକ୍ସିନ୍ ଡିପୋଜିଟ୍ ହେବ ସେ ଜାଗାରେ ରୋଗ ହେବ। ଯେମିତି ପ୍ୟାଙ୍କ୍ରିଆଜରେ ଟକ୍ସିନ୍ ଡିପୋଜିଟ୍ ହେଲା ତ ଆପଣଙ୍କର ଡାଇବେଟିସ୍ ହେବ। ଆପଣଙ୍କର ଜଏଣ୍ଟରେ ଡିପୋଜିଟ୍ ହେଲା ଆର୍ଥ୍ରାଇଟିସ୍ ହେବ। ବ୍ଲଡ଼ ଭେସେଲରେ ଜମା ହେଲା ଆପଣଙ୍କର ବ୍ଲକ୍ କରାଇବ, ଆଥେରୋସ୍କ୍ଲେରୋସିସ୍ ବା ଆଥର୍ମା ହେବ। ତ ଏଇଗୁଡ଼ିକ ବହୁତ ଜରୁରୀ। ସେଥିପାଇଁ ଆମ ଲିକି ଗଟ୍ ସିଣ୍ଡ୍ରୋମ୍ କାହିଁକି ହୁଏ ନା, ଯେତେବେଳେ ଆମେ ଅଧିକ ଟକ୍ସିକ୍ ଫୁଡ଼୍ ଖାଇବୁ, ଅଧିକ ଆମେ ଟ୍ରାନ୍ସ ଫ୍ୟାଟି ଏସିଡ୍ ଫୁଡ଼୍ ଖାଇବୁ, ଅଧିକ ଫାଷ୍ଟ ଫୁଡ଼୍ ଖାଇବୁ, ଅଧିକ ପ୍ରୋସେସ୍ ଫୁଡ଼୍ ଖାଇବୁ, ଅଧିକ ପ୍ୟାକେଜ୍ଡ ଫୁଡ଼୍ ଖାଇବୁ, ପ୍ରିଜର୍ଭେଟିଭ୍ ଥିବା ଫୁଡ଼୍ ଖାଇବୁ, ତ ସେଗୁଡ଼ା କ'ଣ କରିବ ନା ଆପଣଙ୍କର ଇଣ୍ଟେଷ୍ଟାଇନ୍କୁ ଡ୍ୟାମେଜ୍ କରିବ। ଇଣ୍ଟେଷ୍ଟାଇନ୍ ଡ୍ୟାମେଜ୍ ହେଲେ ଇଣ୍ଟେଷ୍ଟାଇନ୍ଟା ଲିକ୍ ହେଇଯିବ। ଲିକ୍ ହେଲେ ଯେଉଁ ପ୍ରୋଟେକ୍ସନ୍ଟା ଅଛି ଆମର, ସେ ପ୍ରୋଟେକ୍ସନ୍ ରହିବନି ଏବଂ ଟକ୍ସିନ୍ ଗୁଡ଼ିକ ବଡ଼ି ଭିତରକୁ ଆସିକି ରୋଗ ସୃଷ୍ଟି କରିବେ, ହେଲା କି। ସୋ ଦିସ୍ ଇଜ୍ ନର୍ମାଲ୍ ଟାଇଟ୍ ଜଙ୍କସନ୍। ଯେତେବେଳେ ଥରେ ଡ୍ୟାମେଜ୍ ହେଇଗଲା, ସେ ଟାଇଟ୍ ଜଙ୍କସନ୍ଟା ଆଉ ରହିବ ନାହିଁ ଖାଦ୍ୟ ନଳିଆରେ, ହେଲା କି, ଏବଂ ସେଥିରେ ଟକ୍ସିନ୍ ଗୁଡ଼ିକ ବାହାରକୁ ପଳାଇ ଆସିବେ। ତ ସେଥିପାଇଁ ଆମର ବହୁତ ଜରୁରୀ ଆମ ଖାଦ୍ୟ ନଳୀକୁ ସଫା ରଖିବା। ଏବଂ ସେଥିପାଇଁ ମୁଁ କହିଥିଲି ଯେ ଯେମିତି ଆପଣ ଖାଦ୍ୟ ନଳୀକୁ ସହିତ ଆମର ଖାଦ୍ୟ ନଳୀ ସହିତ ମେଜର କମ୍ପୋନେଣ୍ଟ ହେଉଛି ଫାୟାର ଏଲିମେଣ୍ଟ। ସୋ ଫାୟାର ଏଲିମେଣ୍ଟକୁ ଯେତେ ଆମେ ବାଲାନ୍ସ ରଖିବା, ଖାଦ୍ୟ ନଳୀ ସେତିକି ଷ୍ଟ୍ରେଙ୍ଗଦେନିଂ ହେବ, ହେଲା କି। ଏବଂ ଏ ସବୁଗୁଡ଼ା ହେଉଛି ଆପଣଙ୍କୁ ଠିକ୍ ଠିକ୍ ନେବାର ଅଛି। ପାଣି ସଫିସିଏଣ୍ଟ ପିଇବାର ଅଛି, ବିକଜ ଏ ସବୁ 5 ଏଲିମେଣ୍ଟ ବାଲାନ୍ସ ନହେଲେ ଆପଣଙ୍କ ଗଟ୍ ହେଲ୍ଥ ବା ହେଲ୍ଦି ରହିବ ନାହିଁ। ଆର୍ଥ ଏଲିମେଣ୍ଟ ଅର୍ଥାତ୍ ଖାଦ୍ୟ, ଆମେ ନର୍ମାଲି ସଲିଡ୍ ଫୁଡ୍ କ'ଣ କ'ଣ ନେଉଛୁ, ସେଇଟା କେତେ ପିଓର ଅଛି, କେତେ ନେଚରର କନେକ୍ଟ ରହିଛି। ଫାୟାର ଏଲିମେଣ୍ଟ ଯେ ଆମର ଯେଉଁ ମଣିପୁର ଚକ୍ରରେ ଆମର ଡାଇଜେଷ୍ଟିଭ୍ କାପାସିଟି କେତେ ଅଛି। ମୋର ଡାଇଜେଷ୍ଟିଭ୍ କାପାସିଟି କମ୍ କିନ୍ତୁ ମୁଁ ଅଧିକ ର ଫୁଡ୍ ଖାଇଲି ତ ମୋର ଗ୍ୟାସେସ୍ ହେବ, ଏୟାର ଏଲିମେଣ୍ଟ ଡିଷ୍ଟର୍ବ ହେଇଯିବ। ତ ଆର୍ଥ, ଫାୟାର, ୱାଟର, ଏହାର ବାଲାନ୍ସ ବହୁତ ଜରୁରୀ। ଆମର
ଖାଦ୍ୟ ନଳୀକୁ ସୁସ୍ଥ ରଖିବା ପାଇଁ ହେଲେ। ଏବଂ ଏୟାର କ'ଣ ନା ଆମେ ଯେତେବେଳେ ଚୋବେଇବା ସେତେବେଳେ ପାଟି ବନ୍ଦ କରିକି ଚୋବେଇବା, ଯେମିତି ଅଧିକ ଏୟାର ଆମ ଖାଦ୍ୟ ନଳୀ ଭିତରେ ପଶିବ ନାହିଁ। ନର୍ମାଲି ଆମେ କ'ଣ କରୁ ନା ବହୁତ ଛାନିଆ ବା ବହୁତ ଷ୍ଟ୍ରେସ୍ରେ ବହୁତ ଅଳ୍ପ ସମୟ ଭିତରେ ଖାଇବା ପାଇଁ ଶେଷ କରିବା ପାଇଁ ଚେଷ୍ଟା କରୁ, ଏବଂ ସେଥିରେ କ'ଣ ହୁଏ ନା ବହୁତ ଗୁଡ଼ାଏ ଗ୍ୟାସ୍ ଆମ ଖାଦ୍ୟ ନଳୀ ଭିତରେ ପଶିଯାଏ, ଏବଂ ସେ ଗ୍ୟାସ୍ ଗୁଡ଼ିକ କ'ଣ କରିବ, ଅଲ୍ଟିମେଟଲି ଗ୍ୟାସ୍ କରିବ, ଏସିଡ଼ିଟି କରାଇବ। ତ ସେଥିପାଇଁ ଗୋଟେ ମାଇଣ୍ଡଫୁଲ୍ ଇଟିଂ କନସେପ୍ଟ ଅଛି, ଯେଉଁଟାକି ଗୋଟେ ପଛରେ କେବେ କ୍ଲାସ୍ ନିଆହେବ। ମାଇଣ୍ଡଫୁଲ୍ ଇଟିଂଟା କ'ଣ? ତ ମାଇଣ୍ଡଫୁଲ୍ ଇଟିଂ ମାନେ ଆମେ ଖାଦ୍ୟ ଯେତେବେଳେ ଖାଇବା ଗ୍ରାଟିଚ୍ୟୁଡ଼ ଦେଖାଇବା, ଯେ ଭଗବାନ ଆପଣଙ୍କୁ ଖାଦ୍ୟ ଦେଇଛନ୍ତି, ଖାଦ୍ୟକୁ ହାତରେ ଛୁଇଁବା, ଖାଦ୍ୟକୁ ପାଟିରୁ ନେଲା ପରେ ପାଟି ବନ୍ଦ କରିକି ତାକୁ ଚୋବେଇବା, ଏବଂ ରେସ୍ପେକ୍ଟଫୁଲି ଆମେ ଖାଦ୍ୟଟାକୁ ନେବା, ଚୋବେଇବା ଏବଂ ତାପରେ ତାକୁ ଖାଇବା, ଏବଂ ଖାଇବା ସମୟରେ ପାଣି ପିଇବା ନାହିଁ। ଖାଇବାର ଅଧଘଣ୍ଟା ପରେ ଯାଇକି ପାଣି ପିଇବା, ସାଙ୍ଗେ ସାଙ୍ଗେ ପାଣି ପିଇବା ନାହିଁ। ତ ଏଇସବୁ ନିୟମ ଗୁଡ଼ାକୁ ମାନିବା ପାଇଁ ପଡ଼ିବ। ବସିକି ଖାଇବା, ଛିଡ଼ା ହେଇକି ଖାଇବା ନାହିଁ, ହେଲା କି? ଏସବୁ ଯେଉଁ ନିୟମ ଆମର ବୈଦିକ ନିୟମ ଥିଲା, ସେ ନିୟମ ଗୁଡ଼ାକୁ ଆମେ ଛାଡ଼ି ଦେଇଛୁ ବୋଲି ଆମେ ରୋଗକୁ ଟାଣିଛୁ। ତ ଏ ଜିନିଷ ଗୁଡ଼ିକ ବହୁତ ସହଜ ସରଳ, କିନ୍ତୁ ଅନେକ ସମୟରେ ଆମେ ସମସ୍ତେ ଜାଣିଛୁ, କିନ୍ତୁ ତାକୁ ଆମେ ଭୁଲି ଯାଉ ବା ତାକୁ ଆମେ ଏକ୍ସନ୍ ନେବା ପାଇଁ ବହୁତ ନେଗ୍ଲେକ୍ଟ କରୁ ଏବଂ ଏକ୍ସନ୍ ନେଉନାହୁଁ। ତ ସେଥିପାଇଁ ଏ କ୍ଲାସ୍ ମୁଁ ନେଉଛି, ଆପଣମାନଙ୍କୁ ରିଭାଇଜ୍ କରୁଛି। ଆପଣମାନେ ଏଇଟାକୁ ଛୋଟ ଛୋଟ ଜିନିଷ, କିନ୍ତୁ ତାକୁ ମାନିଲେ ଏହାର ରେଜଲ୍ଟ ଆପଣ ବହୁତ ପାଇବେ। ତ୍ରିଫଳା ଯେଉଁଟା ଆପଣ ଜାଣିଛନ୍ତି, ଯେ ହରଡ଼ା, ବାହାଡ଼ା ଏବଂ ଅଁଳା, ଏବଂ ଏହାର ପାଣି ଉଷୁମ ପାଣିରେ ଟିକେ ତ୍ରିଫଳା ପାଉଡ଼ର ପଡ଼ିଲା ପରେ ସେ ତ୍ରିଫଳା ପାଣିଟା ରାତିରେ ଶୋଇବା ପୂର୍ବରୁ ଯେମିତି ସେଟାକୁ ପିଇବେ। ଜଷ୍ଟ ଶୋଇବା ପୂର୍ବରୁ, ଆପଣଙ୍କର ଇଭିନିଂ ଭିତରେ ଡିନର୍ ସରିବ ଏବଂ ଠିକ୍ 9ଟାରୁ 10ଟା ଭିତରେ ଆପଣ ଯିବେ, ବେଡ଼୍କୁ ଯିବେ ଏବଂ ତ୍ରିଫଳା ପାଣି ପିଇଲା ପରେ ମେଡ଼ିଟେସନ୍ କରିବେ। ମେଡ଼ିଟେସନ୍ କଲା ପରେ ଶୋଇବେ। ଯେଉଁ ମେଡ଼ିଟେସନ୍ ମୁଁ ଶିଖେଇଛି, ଯାହା ବି ଶିଖିଛନ୍ତି ଆଉ ଯାହା ବି ପ୍ରାକ୍ଟିସ୍ ସେସନ୍ ହେଉଛି, ସେଥିରୁ ଯେକୌଣସି ଗୋଟିଏ ଆପଣ ମେଡ଼ିଟେସନ୍ କରିବେ, କଲା ପରେ ଶୋଇବେ, ହେଲା। ସୋ ତ୍ରିଫଳା ପାଣି ପିଇବା ଜରୁରୀ। ଡିଟକ୍ସ ଟି, ଯେଉଁଟା ମୁଁ ବାରମ୍ବାର କହିଛି ଆପଣମାନଙ୍କୁ, ଯେ ଆମର ପାନମହୁରି, ଜିରା ଏବଂ ଧଣିଆ, ଏ ତିନିଟାକୁ ଯେତେବେଳେ ଆପଣ ଇକ୍ୱାଲ୍ ଆମାଉଣ୍ଟରେ ପାଣିରେ ଫୁଟେଇବେ, ସେଥିରେ ଆପଣଙ୍କର ଚାହା କଲର୍ ଆସିବ, ଏବଂ ସେଇ ଚାହା କଲର୍ଟା ଆପଣ ଦିନସାରା ପିଇପାରିବେ, ନଟ୍ ଆଫ୍ଟର ଇଭିନିଂ, ସନ୍ଧ୍ୟାରେ ନୁହଁ, ଦିନସାରା ଆପଣ ସେଟାକୁ ପିଇବେ ଏବଂ ସେଥିରେ ଆପଣଙ୍କର ବଡି ଡିଟକ୍ସ ହେବ। ତ ଛୋଟ ଛୋଟ ଜିନିଷ ତାକୁ ମାନନ୍ତୁ, ରେଜଲ୍ଟ ପାଇବେ। ଆଉ ପ୍ରାୟ ଆମର ଏଇସବୁ ଛୋଟ ଛୋଟ ଜିନିଷ ରେଜଲ୍ଟ ପାଇବେ। ଏବଂ ଆଉ ଗୋଟେ ମଧ୍ୟ ମୁଁ ଆପଣଙ୍କୁ କହିଥିଲି, ଯେ କୁନ୍ଦୁରିଟାକୁ ଛୋଟ ଛୋଟ କାଟିକି ତାକୁ ମଧ୍ୟ ପାଣିରେ ଫୁଟେଇ ଦେବେ, ଏବଂ ସେ ପାଣିଟା ପୁରା ଫୁଟିଗଲା ପରେ ଯେତେବେଳେ ଅଧା ହେଇଯିବ, ତାକୁ ମଧ୍ୟ ଆପଣ ପିଇଲେ ସେଥିରେ ସୁଗର କଣ୍ଟ୍ରୋଲ ଆସିବ ଏବଂ ସେଥିରେ ମଧ୍ୟ ଖାଦ୍ୟନଳୀ ସଫା ହେବ। କୁନ୍ଦୁରିଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ପରିବା, ଯେଉଁଟାକି ଗୋଟେ ଆମର ସାଉଥ୍ ଇଣ୍ଡିଆନର ଜଣେ ବହୁତ ବଡ଼ ଆୟୁର୍ବେଦିକ ମର୍ମ ଚିକିତ୍ସକ, ଯିଏ ତାଙ୍କ କଣ୍ଟାକ୍ଟରେ ମୁଁ ଅଛି, ଏବଂ ସିଏ କହିଲେ ଯେ ନାଇଁ, ଏଇ ପ୍ରୋସିଜର ଫଲୋ କରିକି ମୁଁ ବହୁତ ପେସେଣ୍ଟଙ୍କ ସୁଗର କଣ୍ଟ୍ରୋଲରେ ଆଣିଛି। ତ ଆପଣମାନେ ସେଇଟାକୁ ଫଲୋ କରନ୍ତୁ, ଡେଫିନେଟଲି ରେଜଲ୍ଟ ପାଇବେ। ଏବଂ ତାପରେ ଆସିଲା ଏନି ପ୍ରୋସେସ୍ ପ୍ୟାକେଟ୍ ଆଡ଼ଭର୍ଟାଇଜ୍ ଦେଉଥିବା ଖାଦ୍ୟ ଯେମିତି ଆପଣଙ୍କ ଘରକୁ ନ ଆସିବ, ହେଲା କି? ଯେଉଁ ଖାଦ୍ୟ ଅଧିକ ଆଡ଼ଭର୍ଟାଇଜ୍ ଦେଖାଉଛି ବା ଯେଉଁଟା ଆପଣଙ୍କର ମାର୍କେଟରେ ତିଆରି ହେଉଛି, ସେଇଟା ହ୍ୟାକ୍, ମାଇଣ୍ଡ ହ୍ୟାକ୍। ଆପଣଙ୍କ ମାଇଣ୍ଡକୁ ସେମାନେ କ୍ୟାପଚର ଏମିତି କରିଦେବେ ଯେ ଆପଣ ଲାଗିବ ଏଇଟା ହିଁ ଠିକ୍ ଖାଦ୍ୟ। ଯେମିତି କୋକା କୋଲା, ପେପ୍ସି, କୋଲ୍ଡ ଡ୍ରିଙ୍କସ୍, ଆପଣ ସମସ୍ତେ ଜାଣିଛନ୍ତି କୋଲ୍ଡ ଡ୍ରିଙ୍କସ୍ ଦେହ ପାଇଁ କ୍ଷତିକାରକ, କିନ୍ତୁ ସେ ଯେଉଁ ଟାଇପ୍ର ଆଡ଼ଭର୍ଟାଇଜ୍ ଏବଂ ଯେଉଁ ଟାଇପ୍ର ଡିସପ୍ଲେ ରହୁଛି ମାର୍କେଟରେ, ଲୋକ ଆଟ୍ରାକ୍ଟ ହେଉଛନ୍ତି ତାକୁ କିଣିବା ପାଇଁ। ନହେଲେ ଟିକେ କନସିୟସ୍, ଯିଏ ଖାଦ୍ୟ କନସିୟସ୍ ବା ହେଲ୍ଥ କନସିୟସ୍ ବା ଟିକେ ଡାଏଟ୍ କନସିୟସ୍, ସିଏ ଜାଣିଛି କୋଲ୍ଡ ଡ୍ରିଙ୍କସ୍ ଇଜ୍ ନଟ୍ ଏ ହେଲ୍ଦି ଥିଙ୍ଗ। ତ ଏଇ ହ୍ୟାକ୍ସ ଗୁଡ଼ାରୁ ନିଜକୁ ବଞ୍ଚେଇବେ। କେବେ ବି କୌଣସି ପ୍ରକାର ପ୍ରୋସେସ୍ ଫୁଡ଼, ପ୍ୟାକେଜ୍ଡ ଫୁଡ଼, ପ୍ରିଜର୍ଭେଟିଭ୍ ଦିଆଯାଇଥିବା ଖାଦ୍ୟ ଆପଣ ଖାଇବେ ନାହିଁ। ଏନିଥିଙ୍ଗ ଦ୍ୟାଟ୍ କମ୍ସ ଫ୍ରମ୍ ଡାଇରେକ୍ଟଲି ଫ୍ରମ୍ ଦ ନେଚର, ଦ୍ୟାଟ୍ ଇଜ୍ ୟର୍ ଫୁଡ଼। So this is all about little bit on gut health. ବହୁତ ଗୁଡ଼ାଏ ଛୋଟ ଛୋଟ ଜିନିଷ, କିନ୍ତୁ ତାର ରେଜଲ୍ଟ ଅଛି। ତା ରେଜଲ୍ଟ ଅଛି, ତାକୁ ଆପଣ ମାନିଲେ ରେଜଲ୍ଟ ଡେଫିନେଟଲି ପାଇବେ। ଏବଂ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି ଯେ ପାଣି, ଟେକ୍ ସଫିସିଏଣ୍ଟ ଆମାଉଣ୍ଟ ଅଫ୍ ୱାଟର। ଖାଇବା ସମୟରେ ପାଣି ପିଇବେ ନାହିଁ, ଏବଂ ପାଣିକୁ ମଧ୍ୟ ଆପଣ ଯେତେବେଳେ
ପିଉଛନ୍ତି ତାର ମଧ୍ୟ ନିୟମ ଅଛି। ୟୁ କ୍ୟାନ୍ ହିଲ୍ ଦ ପାଣି। ପାଣିଟାକୁ ଆପଣ ଜଷ୍ଟ ରଖିକି ଗ୍ରାଟିଚ୍ୟୁଡ଼ କରିବେ। ପାଣି ମନେକର ଗ୍ଲାସ୍ରେ ଏମିତି ରଖିଲା ପରେ ତାକୁ ଗ୍ରାଟିଚ୍ୟୁଡ଼ ଦେଖେଇବେ ଯେ ଭଗବାନ ଆପଣଙ୍କୁ ପାଣି ଦେଇଛନ୍ତି, ଏବଂ ସେ ପାଣିଟାକୁ ଗ୍ରାଟିଚ୍ୟୁଡ଼ ଦେଖେଇକି ତାପରେ ପିଇବେ। ତ ଏମିତି କଲେ ହିଁ ଆପଣ ଡେଫିନେଟଲି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ, ହଜମ ଶକ୍ତି ବଢ଼ିବ, ବଡ଼ିରେ ଟକ୍ସିନ୍ ଡିପୋଜିଟ୍ ହେବ ନାହିଁ, ଏବଂ ଆମର ଯେଉଁ ହୋଲିଷ୍ଟିକ୍ ପାଟର୍ନରେ ଆପଣଙ୍କ ଲାଇଫ୍ ଚାଲିବା ପାଇଁ ଆମେ ଯେଉଁ ଚାହୁଁଛୁ, ସେ ହୋଲିଷ୍ଟିକ୍ ପାଟର୍ନରେ ଆପଣଙ୍କର ଲାଇଫ୍ ଚାଲିବ। ସୋ ଦିସ୍ ଇଜ୍ ଅଲ୍ ଅବାଉଟ୍ ଅନ୍ ଗଟ୍ ହେଲ୍ଥ। ଯଦି ଆପଣଙ୍କର କାହାର କିଛି ଡାଉଟ୍ ଅଛି, ୟୁ କ୍ୟାନ୍ ଆସ୍କ। କିଛି ଡାଉଟ୍ ଅଛି, ଆଇ ୱିଲ୍ ଟେକ୍ କ୍ୱେଶ୍ଚନ୍। ଯେଉଁମାନଙ୍କର କିଛି ଡାଉଟ୍ ଅଛି